କେତେ ଜଣ ପାଖାପାଖି ଯାଇଥିଲ ଜାମ୍ମୁ କାଶ୍ମୀର କଟକରୁ? ଆମେ କଟକରୁ 4 ଜଣ ଆସିଥିଲୁ। କିଏ କିଏ ଯାଇଥିଲେ ଆପଣମାନେ? ବାପା, ମୁଁ, ମୋ ନିଜ ସାନ ଭାଇ ଆଉ ଦାଦାଙ୍କ ପୁଅ। ଆଚ୍ଛା, କଣ ପାଇଁ ଜାମ୍ମୁ କାଶ୍ମୀର ଯାଇଥିଲେ? ଆମେ ମାଙ୍କ ଦର୍ଶନ କରିବାକୁ ଆସିଥିଲୁ ବୈଷ୍ଣୋଦେବୀଙ୍କର। ହୁଁ ହୁଁ କିନ୍ତୁ ଦିଲ୍ଲୀରୁ ଯେତେବେଳେ ପରଦିନ ଆମେ ଟ୍ରେନରେ ବସିଲୁ ହୁଁ ବନ୍ଦେ ଭାରତ ଏକ୍ସପ୍ରେସ, ତ ସେଠି ସବୁ ସ୍ଥିତି ଠିକ ଠାକ ଥିଲା। ହୁଁ ତ ବନ୍ଦେ ଭାରତ ଆସିକିନା ଅମ୍ବାଲା କ୍ୟାଣ୍ଟିନ ଯେତେବେଳେ କ୍ରସ କରିଛୁ ପଠାନକୋଟ ପାଖାପାଖି, ହୁଁ ସେଠୁ ସ୍ଥିତି ଖରାପ ହେଇକିନା ଟ୍ରେନଟା ସେଇଠୁ ଅଫ୍ ହେଇଗଲା। ହୁଁ ମାନେ ବନ୍ଦେ ଭାରତ ପୁରା ଟୋଟାଲି ଲାଇଟ୍ ଫାଇଟ୍ ଅଫ୍ କରିଦେଲେ, ପୁରା ବ୍ଲାକ୍ ଆଉଟ୍ ହେଇଗଲା। ତ ଆମକୁ ମେସେଜ ଆଇଲା କି ମାନେ ଟ୍ରେନ ଭିତରେ ଆନାଉନ୍ସ ହେଲା କି ଫାୟାରିଂ ଚାଲିଛି, ଟ୍ରେନ ଆଗକୁ ଯିବ ନାହିଁ। ଆଚ୍ଛା ତ ପଠାନକୋଟରୁ ମିନିମମ୍ ଗୋଟେ ବଗିରେ 50 ଲେଖାଏଁ ଆର୍ମି ଜଣ ଚଢିଲେ। ହୁଁ ତ ଆମେ ସେଇଠୁ ଆର୍ମି କଷ୍ଟଡି ଭିତରେ ରହିଲୁ ଅପ୍ ଟୁ ରାତି 2:30 ଯାକେ। ଆଚ୍ଛା ତ ଯେମିତି ମାନେ ସଇଲା ଫାୟାରିଂ, ଆମେ ବି ଦେଖୁଥାଉ ମାନେ ବନ୍ଦେ ଭାରତ କାଚ ବାଟେ ସେ ଆକାଶରେ ଫାୟାରିଂ ଚାଲିଥାଏ। ହୁଁ ତ ଯେମିତି ଫାୟାରିଂ ସଇଲା ସେଇଠୁ ଆମେ ଆସିକିନା ମାନେ ଟ୍ରେନ ଛାଡିଲା, ଆମେ ଆସିକି କଟରାରେ ପହଞ୍ଚିଲୁ। ତ ତାପରେ ରାତିରେ ସେମିତି ବ୍ଲାକ୍ ଆଉଟ୍ ଥାଏ କଟରାରେ, ଆର୍ମି ବାଲା ବି ମାନେ ସତର୍କ ଥାଆନ୍ତି ପୁରା ଷ୍ଟେସନରେ, ସବୁ ଚେକିଂ ହଉଥାଏ। ଆମେ ଆସି ମାନେ ଆଉ ହୋଟେଲ ଫୋଟେଲ ସବୁ ବୁକ୍ ମାନେ ଖରାପ ହେଇଯାଇଛି ବୋଲି ସମସ୍ତେ ଏବେ ଯିଏ ଆସୁଛନ୍ତି BSF କ୍ୱାର୍ଟରରେ ରହୁଛନ୍ତି, ଆଚ୍ଛା ଆର୍ମି କ୍ୱାର୍ଟରରେ। ଆଚ୍ଛା ଆମେ ବି ହୋଟେଲ ଏବେ ମିଳୁନି? ନା ହୋଟେଲ ନାହିଁ, ହୋଟେଲ ମାନେ ଆର୍ମି ବାଲା ଛାଡୁନାହାନ୍ତି ହୋଟେଲକୁ। ଚିଲ୍ ହେଇଯାଇଛି। ହଁ, ହୋଟେଲ ସବୁ ସିଲ୍ ହେଇଯାଇଛି। ହୁଁ ଏବେ ଯୋଉ ଆସିଛନ୍ତି ଯାତ୍ରୀ, ତ ସେମାନେ ଯୋଉ ଆସିଛନ୍ତି ସେମାନେ ରହିଛନ୍ତି BSF କ୍ୱାର୍ଟରରେ। ଆମେ ବି ସବୁ BSF କ୍ୱାର୍ଟରରେ ହିଁ ଅଛୁ। ଆଚ୍ଛା ତ ସେମାନେ ହିଁ ଆମକୁ ଦର୍ଶନ କରିବାକୁ ଉପରକୁ ନେଇକିନା ଗଲେ କାଲି ହୁଁ ସେଫ୍ଟିରେ। ତ କାଲି ସନ୍ଧ୍ୟା 5ଟା ପରଠାରୁ ମାନେ ମା ବୈଷ୍ଣୋଦେବୀଙ୍କର ମନ୍ଦିର ବନ୍ଦ ହେଇଯାଇଛି। ହୁଁ ଆଜି ଯାକେ ବି ବନ୍ଦ। ଏବେ ବ୍ଲାକ୍ ଆଉଟ୍ ଏବେ ଜଷ୍ଟ ଅଧଘଣ୍ଟା ହବ ମାନେ ବ୍ଲାକ୍ ଡାଉନ୍ ହେଲା, ଲାଇନ ଆସିଲା। ଆଚ୍ଛା ତ ଖାଇବା ପିଇବା ବ୍ୟବସ୍ଥା ବି ଆର୍ମି ବାଲା କରିଥିଲେ। ଆଚ୍ଛା ତ କାଲି ରାତିରେ ବି ଦେଇଥିଲେ, ସକାଳୁ ତ ଆଣି ଦେଇଥିଲେ ବି ବିସ୍କୁଟ ଚା କରିବା। ଆଚ୍ଛା ତ ସେମାନେ କହିବା କଥା କି ଆପଣ ସତର୍କ ରୁହନ୍ତୁ, ଆଚ୍ଛା କେତେବେଳେ ବି କଣ ହେଇପାରେ, ଆଚ୍ଛା ଆଉ ଆପଣ ଟିକେ ସତର୍କ ରହିକିନା ଇଏ କରନ୍ତୁ। ଆଚ୍ଛା, ବର୍ତ୍ତମାନ ଦର୍ଶନ କରି ହବନି ବୈଷ୍ଣୋଦେବୀ? ନା, ବର୍ତ୍ତମାନ ଦର୍ଶନ କରିହବନି, ମାନେ ତଳୁ ଟୋଟାଲି ଗେଟ୍ ବନ୍ଦ କରିଦେଲେ, ମାଙ୍କ ପାଖକୁ ଯିବା ବନ୍ଦ କରିଦେଲେ। ଆଚ୍ଛା, ଆଖପାଖ ପରିବେଶ କେମିତି ଅଛି? ଭୟ ପରିବେଶ ପୁରା ଅଛି? ଭୟ ପରିବେଶ ଆଜ୍ଞା, ମାନେ ଚାରିଆଡେ 1 କିଲୋମିଟର ଲେଖାଏରେ ମାନେ ଖାଲି ମେସିନ ବୁଲୁଛି, ଯୋଉ ଆମର ଟ୍ୟାଙ୍କ ବୁଲୁଛି, ଗନ୍ ଫନ୍ ସବୁ ଚାଲିଛି। ଆଚ୍ଛା ଆଉ ବେଳେ ବେଳେ ଫାୟାରିଂ ମାନେ ଯୋଉ ଫଲ୍ସ ଫାୟାରିଂ ଯୋଉ ହୁଏ, ହୁଁ ସେଇଟା ହଉଛି ପ୍ରତି ଘଣ୍ଟାଏ 2 ଘଣ୍ଟାକୁ ଖାଲି ସାଇରନ୍ ବାଜୁଛି। ଆଚ୍ଛା, ତ ସେଇଟା ହଉଛି ଡର। କେମିତି କଣ ରିଟର୍ନ କରିବେ? ରିଟର୍ନ କରିବା ପାଇଁ କଣ ବ୍ୟବସ୍ଥା କରାଯାଇଛି? ରିଟର୍ନ କରିବା ପାଇଁ ରାତି ଆଜି 11:30ଟାରେ ଅଛି ଟ୍ରେନ ଗୋଟେ, ଶ୍ରୀ ଶକ୍ତି ଏକ୍ସପ୍ରେସ। ଆଚ୍ଛା ତ ଏବେ କିନ୍ତୁ ଖବର ଆସିଲା କି ଦିଲ୍ଲୀରୁ ଯୋଉ ଟ୍ରେନ ସବୁ ଆସୁଛି ଆଚ୍ଛା ମାନେ କଟରାକୁ ଜାମ୍ମୁ କାଶ୍ମୀର ଦେଇକି, ହୁଁ ସେ ସବୁ ବାତିଲ ହେଇଯାଇଛି କାଲିଠାରୁ। ଆଚ୍ଛା ତ ଇଏ ଯୋଉ ଟ୍ରେନଟା ଯଦି ସେଠୁ ଯଦି ଟ୍ରେନଟା ନହେଲା ତ ଏଠୁ ଯିବ ନାହିଁ। ତ ହୁଁ ରାତି ସେମାନେ କହିଛନ୍ତି କି ଜଣେଇବେ ବୋଲି ସନ୍ଧ୍ୟା 5ଟା ଭିତରେ। ଆଚ୍ଛା ତ ଜଣେଇଲା ପରେ ଯଦି ସେମାନେ ନ ଜଣେଇବେ, ତ ଆମେ ଆର୍ମି ବାଲା କହିବା କଥା କି ଆପଣ କେମିତି ଯିବା କଥା ପର୍ସନାଲ ଇଏରେ ଯାଇକି ଇଏ କରିବାକୁ। ଆଚ୍ଛା, ଟେଲିଫୋନ ନେଟୱାର୍କ କେମିତି ଅଛି ସେଠି? ଟେଲିଫୋନ ନେଟୱାର୍କ ତ ନାହିଁ, ଆମେ ଏଠି ମାନେ ଟୋଟାଲି କିଛି ନେଟୱାର୍କ ନାହିଁ। ଆମେ ଏଠି ଅଲଗା ସିମ୍ କରିକିନା ଇଏ କରୁଛୁ। ଆଚ୍ଛା, ଏଠି ତ ପୁରା କେମିତି ଘର ଇଏ ଲୋକଙ୍କ ସିମ୍। ସହିତ ଯୋଗାଯୋଗ କେମିତି କରୁଛନ୍ତି? ଘର ଲୋକଙ୍କ ଯୋଗାଯୋଗ କରୁଛନ୍ତି? ଘର ଲୋକ ଯୋଗାଯୋଗ କରୁଛନ୍ତି, ସିଏ ନ୍ୟୁଜ କହୁଛନ୍ତି, ଆମେ ଆହୁରି ଭୟଭୀତ ହେଇଯାଉଛୁ ଏମିତିଆ ନ୍ୟୁଜ ସବୁ ଶୁଣିକି। ତାପରେ ଆଚ୍ଛା ଯୋଉ ସାଇରନ୍ ପୁଣି ବାଜୁଛି, ବେଳେ ବେଳେ ଫଲ୍ସ ଫାୟାରିଂ ବି ହଉଛି। ଆଚ୍ଛା, ସେ ଆଲର୍ଟ ସାଇରନଟା ଆପଣମାନେ ବି ଶୁଣୁଛନ୍ତି? ହଁ, ଆମେ ବି ଶୁଣୁଛୁ ଏଇଠି। ଆଚ୍ଛା କାଲି ରାତି 9:15 ନା 20ରେ ବାଜିଥିଲା। କାଲି ରାତି 9ଟା ସାଇରନ୍ ବାଜିଲା ମାନେ ସାଙ୍ଗେ ସାଙ୍ଗେ ବ୍ଲାକ୍ ଆଉଟ୍ ହେଇଗଲା। ଆଚ୍ଛା, ଆପଣ ତାହେଲେ ଯେତେବେଳେ ପହଞ୍ଚୁଛନ୍ତି କିମ୍ବା ଆସୁଛନ୍ତି, ଆପଣ ଆଇ କାର୍ଡ, ଆଧାର କାର୍ଡ ଏସବୁ ଚେକ୍ ହେଉଛି? ହଁ, ଆଇ କାର୍ଡ, ଆଧାର କାର୍ଡ, ବ୍ୟାଗ୍, ପକେଟ୍, ମାନେ ଟୋଟାଲ ବଡି, ଫୁଲ ବଡି ଚେକିଂ ହଉଛି। ଆଚ୍ଛା, କେମିତି କଣ ଫୁଲ ଖାଇବା ବଡି ପିଇବା ସୁବିଧା ସେଠି କେମିତି? ଖାଇବା ପିଇବା ତାଙ୍କର ଚାଲିଛି, ଏଠି ଗୋଟେ ହୋଟେଲ ଖୋଲା ଅଛି, ସେଠି BSF ବାଲା ପଠଉଛନ୍ତି ଖାଇବା ପାଇଁ। ଆଚ୍ଛା, ଆଉ ସବୁ ସେଇଆ ପ୍ରକାର ସହଯୋଗ ସେଠି ଯାହା ଯାହା ଆବଶ୍ୟକ ଦରକାର ଆମ ଭାରତୀୟ ସେନା ପକ୍ଷରୁ ସହଯୋଗ ମିଳୁଛି? ହଁ, ଏଠି ମିଳୁଛି ଆଜ୍ଞା। ସିଏ ବହୁତ ସଜାଗ ଅଛନ୍ତି, ଆମକୁ ପୁରା ଜଗିକି ରହୁଛନ୍ତି। ପ୍ରତି 15 ମିନିଟ୍ 20 ମିନିଟ୍ ଲେଖାଏରେ ଆସୁଛନ୍ତି କଥା ବୁଝିବା ପାଇଁ। ଆଚ୍ଛା, କୌଣସି ଅପରିଚିତ ଲୋକ ସହିତ ଆପଣ ବେଶୀ ମିଶାମିଶି କରୁନାହାନ୍ତି? ଆଜ୍ଞା? କୌଣସି ଅପରିଚିତ ଲୋକ ସହିତ ବେଶୀ ମିଶାମିଶି କରୁନାହାନ୍ତି? ନା ନା ଯାହାକୁ ନା, ଚିହ୍ନିନାହାନ୍ତି? ବେଶୀ ନା ନା ଆଜ୍ଞା, ବେଶୀ ମିଶାମିଶି ନାହିଁ। ଆଚ୍ଛା, ପାଖାପାଖି କେତେ ଓଡ଼ିଆ ସେଠି ଅଛନ୍ତି ଆପଣ ଯୋଉ ଜାଗାରେ ଅଛନ୍ତି? ଆମେ ଏଠି 11 ଜଣ ଓଡ଼ିଆ ଅଛୁ। 11 ଜଣ ଓଡ଼ିଆ। କଟକରୁ ଆଜ୍ଞା 4 ଜଣ, ଆଚ୍ଛା ଭୁବନେଶ୍ୱରରୁ ଅଛନ୍ତି 5 ଜଣ, ଆଚ୍ଛା ଆଉ 2 ଜଣ ଅଛନ୍ତି ପୁରୀରୁ। ପୁରୀରୁ। ତାହେଲେ ଆମେ ବର୍ତ୍ତମାନ ଏଠି 11 ଆପଣମାନେ ଜଣ ଆସିବା ଓଡିଆ। ପାଇଁ କଣ ଆପଣ ଯୋଜନା କରିଛନ୍ତି? ଆସିବା ପାଇଁ ତ ଆମେ ସେଇ ଯୋଉ ରାତି ଟ୍ରେନଟାରେ ଠିକ୍ କରିଥିଲୁ। ହୁଁ ତ ଯଦି ସେମାନେ 5ଟା ଭିତରେ ଯଦି କ୍ୟାନସଲ କଲେ, ହୁଁ ତ ଆମେ ଏଠି ମାନେ ଧର ପର୍ସନାଲ ଗାଡି କରିବୁ, ହୁଁ ନହେଲେ ସରକାର କି ଆର୍ମି ବାଲା ଯାହା କହିବେ ସେୟା କରିବୁ ଆଉ।
ଆଚ୍ଛା ଆମ ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ସହିତ କିଛି ଯୋଗାଯୋଗ ହେଇଛି? ନା ନା କିଛି ଯୋଗାଯୋଗ ହେଇନି। ଆଚ୍ଛା ଯାହା ବ୍ୟବସ୍ଥା କରୁଛନ୍ତି ଆର୍ମି ବାଲା ଆପଣଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି। ଆର୍ମି ବାଲା କରୁଛନ୍ତି।